ଶିଆଳର ମୁଣ୍ଡ ହଉ ପଛେ ବାଘର କେବେ ଲାଞ୍ଜ ହବୁନି। ଝିଅ ଚାମେଲି, ଦେଖିଲୁଟି ମା, ତୁ ଲାଞ୍ଜ ହେଲୁ ବାଘର, କ'ଣ ହେଲା? ଶିଆଳର ମୁଣ୍ଡ ହେଇଥାନ୍ତୁ ନା, ଲିଡରସିପ୍ ତୋ ହାତରେ ଥାନ୍ତା ମା, ତୋ ହାତରେ ଥାନ୍ତା। ଜଗନ୍ନାଥଙ୍କୁ ଛାଡ଼ିଦେଲେ ମୁଁ କିଛି ଜାଣିନି। ଜଗନ୍ନାଥ ଦେଶରେ ହେଇ ଜଗନ୍ନାଥକୁ ଅପମାନ ହେଉଛି। ଜଗନ୍ନାଥ ଦେଶରେ ହେଇ ନାରୀକୁ ଅପମାନ ହେଉଛି। ଆରେ ଏଇ 5,500 ବର୍ଷ ତଳେ ତୁମେ ଗୋଟେ ନାରୀକୁ ଅପମାନ କରିଥିଲ, ଜଣେକୁ ଅପମାନ କରିଥିଲ, ମା ଦ୍ରୌପଦୀଙ୍କି। କ'ଣ ହେଲା ତମର? ସେଇ ଜଗନ୍ନାଥ, ସେଇ ଭଗବାନ ଶ୍ରୀକୃଷ୍ଣ କହିଲେ ତୋତେ ନ ଛୁଇଁବି, ତୋତେ ଛୁଇଁବିନି ରେ ଦୁର୍ଯ୍ୟୋଧନ, ଦୁଃଶାସନ, ତମର ବଂଶ ବୁଡ଼େଇ ଦେବି। ଆପଣ ଚାହୁଁଛନ୍ତି ଆପଣଙ୍କର ବଂଶ ବୁଡ଼ିଯାଉ? ଆମ ରଜଟାକୁ ବି ତୁମେ ଖରାପ କରିଦେଲ। ଯେଉଁ ରଜକୁ ପୁରା ଓଡ଼ିଶା ପାଳେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ପାଳନ୍ତି। ଆଜି ରଜ ପାନ ମୋ ପାଟିକି ଯାଉନି। ପାନଟା ମୋର ଭାରି ପସନ୍ଦ ମହାପ୍ରଭୁଙ୍କୁ। ତାଙ୍କ ସେ ଗଜମତି ପାନ ଖାଆନ୍ତି, ତାଙ୍କୁ ଦେଖି ଶିଖିକି ମୁଁ ତାଙ୍କ ପୁଅ, ମୁଁ ବି ଟିକେ ପାଟିରେ ପକାଏ। ମୋ ବାପ ଜଙ୍ଗଲି, ମୁଁ ବି ଜଙ୍ଗଲି। ଯେଉଁ ମା ବାପା ଗର୍ବ କରିବା କଥା, ଯେଉଁ ମାତା ପିତା ଗର୍ବ କରିବା କଥା, ଯେଉଁ ଭାଇ ଗର୍ବ କରିବା କଥା ଯେ ସିଏ ଜଣେ 2017ରୁ ଆପଣଙ୍କର ବର୍ତ୍ତମାନ ଯିଏ ଶାସନରେ ଅଛି, କେନ୍ଦ୍ରରେ ଅଛି, ଓଡ଼ିଶାରେ ଅଛି, ତା ପାଇଁ ସେ ସେବା ଦେଉଛି ଜଣେ ସରପଞ୍ଚ ହିସାବରେ ହେଇ, ନାରୀ ନେତ୍ରୀ ହିସାବରେ ହେଇ, ନାରୀ ସରପଞ୍ଚ ହିସାବରେ ହେଇ, ତାକୁ ଏଇ ଦିନ ପାଇଁ ସେ ଏସବୁ କରିଥିଲା। ଆମ ଓଡ଼ିଶା ବାକି ଥିଲା। ମୋ ଅଜା ମୋତେ କହିଥିଲେ, ବାପାରେ ସବୁବେଳେ ଦୂର ପାହାଡ଼ ସୁନ୍ଦର, ନିଜ ଲୋକ ବାହାର ଲୋକ କ'ଣ କଲେ ଆମେ? 24 ବର୍ଷର ବିଶାଳ ଶାସନରେ କେବେ ଏମିତି ମୁଁ ଦେଖିନଥିଲି ଯେବେଠୁ ଜନ୍ମ ହେଇଛି। ବି ବାଦ ପଡ଼ିନି। ୱେଷ୍ଟବେଙ୍ଗଲର ଅବସ୍ଥା ଖରାପ ଥିଲା। କେବେ ଭାବିନଥିଲି ଓଡ଼ିଶା ଏମିତି ହେବ ବୋଲି, କାହିଁକିନା ଓଡ଼ିଶାରେ ବିଜେଡ଼ି ଥିଲା, ନବୀନ ବାବୁ ଥିଲେ। ଟିକିଏ କ'ଣ ଭୁଲ ହେଇଗଲା? 2 ବର୍ଷର ତମେ ଏତେ ଖେଳ କରିଦେଲ। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ। ଶୁଣିଛି, ଜାଣିଛି, ବେଦଶାସ୍ତ୍ର ପୁରାଣରେ ଲେଖା ହେଇଛି କଳିଯୁଗ ହେଉଛି 4,32,000 ବର୍ଷ ମଣିଷକ ହିସାବରେ। ରେ ଲାଗୁଛି କଳିଯୁଗର ଯେଉଁ ଭୟଙ୍କର ଅୟମ ଆରମ୍ଭ। ଆହା ହା ହା, ଏବେଠାରୁ ଓଡ଼ିଶାକୁ ଆମେ ବଞ୍ଚେଇକି ରଖିଥିଲୁ। ପୁରା ଭାରତ ବର୍ଷରେ ଓଡ଼ିଶାକୁ ଆମେ ବଞ୍ଚେଇକି ରଖିଥିଲୁ। ଯେମିତି ସେ ଇଂରେଜମାନଙ୍କ ଠାରୁ ପୁରା ଓଡ଼ିଶାକୁ ଆମେ ଶେଷତଃ ବଞ୍ଚେଇକି ରଖିଥିଲୁ। ଆଉ ଶେଷ ଭାବରେ କେବଳ ଖୋର୍ଦ୍ଧାଗଡ଼କୁ ଆମେ ବଞ୍ଚେଇକି ରଖିଥିଲୁ। ମନେ ଅଛି ସେ ସିକିମ୍, ନାଗାଲ୍ୟାଣ୍ଡ କେମିତି ଜଳୁଥିଲା, ବେଙ୍ଗଲ କେମିତି ଜଳୁଥିଲା, ୱେଷ୍ଟ ବେଙ୍ଗଲ 1970-80 ମସିହାରେ ଯେମିତି ଜଙ୍ଗଲ ରାଜ ହେଉଥିଲା। ବିହାରରେ, କେରଳ ବି ବାଦ ପଡ଼ିନି। ଆମ ଓଡ଼ିଶା ବାକି ଥିଲା। ମୋ ଅଜା ମୋତେ କହିଥିଲେ, ବାପାରେ ସବୁବେଳେ ଦୂର ପାହାଡ଼ ସୁନ୍ଦର, ନିଜ ଲୋକ ବାହାର ଲୋକ କ'ଣ କଲେ ଆମେ? 24 ବର୍ଷର ବିଶାଳ ଶାସନରେ କେବେ ଏମିତି ମୁଁ ଦେଖିନଥିଲି ଯେବେଠୁ ଜନ୍ମ ହେଇଛି। ଯେବେଠାରୁ ଜନ୍ମ ହେଇଛି ମୁଁ କେବେ ଏମିତି ଦେଖିନଥିଲି। ହସିବି କି କାନ୍ଦିବି ମୋ ମୁଣ୍ଡ ଗୋଳମାଳ ହେଇଯାଉଛି। କେବେ ଭାବିନଥିଲି ଯେଉଁଟା ବେଙ୍ଗଲରେ ହେଉଥିଲା, ଯେଉଁଟା ଲୋକଙ୍କୁ, ଝିଅମାନଙ୍କୁ ନଗ୍ନ କରିକି ଜଳେଇ ଦିଆହେଉଥିଲା ରାଜରାସ୍ତା ଉପରେ, ଗାଁ ଦାଣ୍ଡ ଉପରେ, ଜଳୁଥିଲା ସିକିମ୍, ଜଳୁଥିଲା ନାଗାଲ୍ୟାଣ୍ଡ। ଆରେ ଆସାମ ବି ବାଦ ପଡ଼ିନି। ୱେଷ୍ଟବେଙ୍ଗଲର ଅବସ୍ଥା ଖରାପ ଥିଲା। କେବେ ଭାବିନଥିଲି ଓଡ଼ିଶା ଏମିତି ହେବ ବୋଲି, କାହିଁକିନା ଓଡ଼ିଶାରେ ବିଜେଡ଼ି ଥିଲା, ନବୀନ ବାବୁ ଥିଲେ। ଟିକିଏ କ'ଣ ଭୁଲ ହେଇଗଲା? 2 ବର୍ଷର ତମେ ଏତେ ଖେଳ କରିଦେଲ। 2 ବର୍ଷରେ ଏତେ ଖେଳ କରିଦେଲ। ଆହୁରି 3 ବର୍ଷ ଅଛି। ଧର୍ମ ସହିବନି, ଧର୍ମକୁ ଡର। ଜଗନ୍ନାଥ ଅନେଇଛି। କର୍ମର ଖେଳ ସମସ୍ତଙ୍କୁ ବୁଲେଇ ବାଙ୍କେଇକି ମିଳେ। କ'ଣ କରିଛି, କ'ଣ ଭୁଲ କରିଛି ଇଏ? ତାର ନିଜ ହକ୍ ପାଇଁ, ଗାଁ ମାଟି ପାଇଁ, ଦେଶ ପାଇଁ, ଜାତି ପାଇଁ ସେ ଲଢ଼ୁଥିଲା, ଲଢ଼ୁଥିବ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ। ଝିଅ ତୁ ହାରିବୁନି, ତୁ ଲଢ଼ୁଥବୁ। କିନ୍ତୁ ତାକୁ ଏମିତି ନଜରବନ୍ଦୀ କରିକି ରଖାଯାଇଛି ଯେମିତି ସେ ଗୋଟେ ଟେରରିଷ୍ଟ। ସେ ଯେମିତି ମାରଣାନ୍ତକ ଜିନିଷ ବେପାର କରୁଥିଲା। ତା ଫୋନ୍ ତାଠୁ ଛଡ଼େଇ ନିଆଯାଇଛି। ଯେଉଁ ମା ବାପା ଗର୍ବ କରିବା କଥା, ଯେଉଁ ମାତା ପିତା ଗର୍ବ କରିବା କଥା, ଯେଉଁ ଭାଇ ଗର୍ବ କରିବା କଥା ଯେ ସିଏ ଜଣେ 2017ରୁ ଆପଣଙ୍କର ବର୍ତ୍ତମାନ ଯିଏ ଶାସନରେ ଅଛି, କେନ୍ଦ୍ରରେ ଅଛି, ଓଡ଼ିଶାରେ ଅଛି, ତା ପାଇଁ ସେ ସେବା ଦେଉଛି ଜଣେ ସରପଞ୍ଚ ହିସାବରେ ହେଇ, ନାରୀ ନେତ୍ରୀ ହିସାବରେ ହେଇ, ନାରୀ ସରପଞ୍ଚ ହିସାବରେ ହେଇ, ତାକୁ ଏଇ ଦିନ ପାଇଁ ସେ ଏସବୁ କରିଥିଲା।
କେହି ଆଶା କରିପାରିବେନି। ଏଇଟା କେବଳ ବିହାରରେ ହେଉଥିଲା ଜଙ୍ଗଲ ରାଜ ସମୟରେ। କିଛି ନୀତି ନିୟମ ନଥିଲା, କିଛି ନୀତି ନିୟମ ନଥିଲା। ଏବେ ବି କିଛି ନୀତି ନିୟମ କାନୁନ କିଛି ଜଣାପଡ଼ୁନି, କିଛି ହେଲେ କିଛି ଜଣାପଡ଼ୁନାହିଁ। ଉନ୍ନତି ଛାଡ଼ନ୍ତୁ, ଅବନତିର ବି ଯେଉଁଟା ଭାଷା କହନ୍ତି ତାହା ତଳକୁ ଖସି ଆସିଲାଣି। ଆମ ରଜଟାକୁ ବି ତୁମେ ଖରାପ କରିଦେଲ। ଯେଉଁ ରଜକୁ ପୁରା ଓଡ଼ିଶା ପାଳେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ପାଳନ୍ତି। ଆଜି ରଜ ପାନ ପାଟିକି ଯାଉନି। ପାନଟା ମୋର ଭାରି ପସନ୍ଦ ମହାପ୍ରଭୁଙ୍କୁ। ତାଙ୍କ ସେ ଗଜମତି ପାନ ଖାଆନ୍ତି, ତାଙ୍କୁ ଦେଖି ଶିଖିକି ମୁଁ ତାଙ୍କ ପୁଅ, ମୁଁ ବି ଟିକେ ପାଟିରେ ପକାଏ। ମୋ ବାପ ଜଙ୍ଗଲି, ମୁଁ ବି ଜଙ୍ଗଲି। ଆମ ଖେଳ ଅଲଗା, ଆମର ଖାଇବା ସାତ୍ଵିକ, ଆମର ଚିନ୍ତାଧାରା ସାତ୍ଵିକ। ଆମେ ଭାରି ନିରୀହ ଲୋକ, କିନ୍ତୁ ଯେତେବେଳେ ଅବସ୍ଥାକୁ ପଳେଇ ଆସୁ ସାମ୍ନାବାଲାର ଅବସ୍ଥା ଖରାପ କରିଦେଉ। ଆମେ ଜଙ୍ଗଲି ଲୋକ, ଜଙ୍ଗଲରେ ଜନ୍ମ ହେଇଛି। ଜଗନ୍ନାଥଙ୍କୁ ଛାଡ଼ିଦେଲେ ମୁଁ କିଛି ଜାଣିନି। ଜଗନ୍ନାଥ ଦେଶରେ ହେଇ ଜଗନ୍ନାଥକୁ ଅପମାନ ହେଉଛି। ଜଗନ୍ନାଥ ଦେଶରେ ହେଇ ନାରୀକୁ ଅପମାନ ହେଉଛି। ଆରେ ଏଇ 5,500 ବର୍ଷ ତଳେ ତୁମେ ଗୋଟେ ନାରୀକୁ ଅପମାନ କରିଥିଲ, ଜଣେକୁ ଅପମାନ କରିଥିଲ, ମା ଦ୍ରୌପଦୀଙ୍କି। କ'ଣ ହେଲା ତମର? ସେଇ ଜଗନ୍ନାଥ, ସେଇ ଭଗବାନ ଶ୍ରୀକୃଷ୍ଣ କହିଲେ ତୋତେ ନ ଛୁଇଁବି, ତୋତେ ଛୁଇଁବିନି ରେ ଦୁର୍ଯ୍ୟୋଧନ, ଦୁଃଶାସନ, ତମର ବଂଶ ବୁଡ଼େଇ ଦେବି। ଆପଣ ଚାହୁଁଛନ୍ତି ଆପଣଙ୍କର ବଂଶ ବୁଡ଼ିଯାଉ? କାହିଁକି ବୁଝିପାରୁନ ଏ ଜିନିଷ? କାହିଁକି ବୁଝିପାରୁନ? କି ପାୱାର ଅଛି ତୁମ ପାଖରେ? ନା ତୁମେ ବ୍ରହ୍ମା ଠାରୁ ତୁମ ପାଖରେ ଅଧିକ ପାୱାର ଅଛି? ନା ତୁମେ କୁବେର ଠାରୁ ଅଧିକ ଧନବାନ? ନା ତୁମେ ବୃହସ୍ପତି ଠାରୁ ଅଧିକ ଜ୍ଞାନୀ? ନା ରୂପର ରାଜା କନ୍ଦର୍ପ କାମଦେବ ବ୍ରହ୍ମା ମେନକ ଉର୍ବଶୀ ଠାରୁ ତୁମେ ଅଧିକ ସୁନ୍ଦର? କ'ଣ ଅଛି ତୁମ ପାଖରେ? କେଉଁଥିପାଇଁ ଏ ଅହଙ୍କାର? ଭଗବାନ ଜନ୍ମ ଦେଇଥିଲା ଏ ଜିନିଷଟା। ସେ ଯେତେବେଳେ ଛଡ଼େଇ ନେବ, ନେକ୍ସଟ ଜନ୍ମ ଆପଣଙ୍କୁ କେଉଁ ନର୍କରେ ପକାଇବ, ତାପରେ ଯାହା ଜନ୍ମ ଦେବ କେଉଁଠିକି ଫୋପାଡ଼ିବ, ତା'ର ଚିହ୍ନ ବର୍ଣ୍ଣ ଆପଣ ପାଇବେନି। ମଣିଷ ଜନ୍ମ ମିଳିଥିଲା, ସବୁ କିଡ଼ା ହେଇଗଲ, କିଡ଼ା, କୀଟ ପତଙ୍ଗ ହେଇଗଲ। ତୁମେ ଡ୍ରେନ୍ରେ ପଡ଼ିଥିବା କୀଟ ପତଙ୍ଗ। ଏତେ ତଳକୁ ଯାଅନି। ଧର୍ମକୁ ଡର, ଧର୍ମ ସହିଲେ ହେଲା। ତୁମକୁ ଧର୍ମ ସହିଲେ ହେଲା। କହିବାକୁ ବହୁତ କିଛି କୁହାଯାଇପାରିବ, କିନ୍ତୁ ଆମର କହିବା ଦରକାର ନାହିଁ। ବର୍ତ୍ତମାନ ଆମ ଝିଅଟି ବଞ୍ଚୁ, ଝିଅଟି ବଞ୍ଚୁ। ଆଜି ରଜ କ'ଣ ଆମେ ଜାଣିପାରିଲୁ ନାହିଁ? ରଜ ମୋର ଫେଭରେଟ୍, ମନସୁନ୍ ମୋର ଫେଭରେଟ୍, ମୌସୁମୀ ମୋର ଫେଭରେଟ୍। ମୁଁ ମୌସୁମୀକୁ ଅପେକ୍ଷା କରିଛି। କୌଣସି ସିଜିନ୍, କୌଣସି ଋତୁ ମୋର ଫେଭରେଟ୍ ନୁହେଁ। ଏଇ ଟ୍ରାଞ୍ଜିସନ୍ଟା, ଖରାରୁ ବର୍ଷା ଯେଉଁ ମୌସୁମୀ ଆସେ, ମୋତେ ଭାରି ଭଲ ଲାଗେ। ସମସ୍ତେ ଜାଣିଛନ୍ତି, ମୋ ସାଙ୍ଗମାନେ। ଆକୁ ତୁମେ ଖରାପ କରିଦେଲ। କେଉଁଥିପାଇଁ? ଏଇ 2 ବର୍ଷିଆ ଫୁଲ ପାଇଁ? ଦରକାର ନାହିଁ, ଦରକାର ନାହିଁ। ଫେରିଆସ ନବୀନ ବାବୁ, ଫେରିଆସ। ନବୀନ ବାବୁ ବୈଠକ ବସାଇଲେଣି। କହିଲେ କ'ଣ ହେଇପାରିବ? ଏ କେନ୍ଦୁଝର ମାଟିର ପୁଅ ହେଇ ମଧ୍ୟ ମୁଁ କେବଳ ଶଙ୍ଖକୁ ଦେଖି ଆସିଛି। ସେ ଗ୍ରୀନ୍କୁ ଦେଖି ଆସିଛି। ଗେରୁଆ ନୁହଁ, ଗେରୁଆ ନୁହଁ, ଗେରୁଆ ନୁହଁ। ଦୂର ପାହାଡ଼ ସବୁବେଳେ ସୁନ୍ଦର, କିନ୍ତୁ ପାଖକୁ ଗଲା ମାନେ ଭାରି ଭୟଙ୍କର। ମୋ ଅଜା ମୋତେ କହିଥିଲେ, ମୋ ଅଜା ମୋତେ, ଦେଖି ଚାହିଁକି ଚଳିବୁ। ମୋ ଗୁରୁ ମୋତେ କହିଥିଲେ, ଶିଆଳର ମୁଣ୍ଡକୁ ପଛେ ବାଘର କେବେ ଲାଞ୍ଜ ହେବୁନି। ଝିଅ ଚାମେଲି, ଦେଖିଲୁଟି ମା, ତୁ ଲାଞ୍ଜ ହେଲୁ ବାଘର, କ'ଣ ହେଲା? ଶିଆଳର ମୁଣ୍ଡ ହେଇଥାନ୍ତୁ ନା, ଲିଡରସିପ୍ ତୋ ହାତରେ ଥାନ୍ତା ମା, ତୋ ହାତରେ ଥାନ୍ତା, ତୋ ହାତରେ ଥାନ୍ତା। ଏତେ ହିନିମାନିଆ ଦେଖି ହେବନି। ଅନ୍ୟର କାହା କଥା କ'ଣ କହିବି? ମୁଁ ଦେଖିପାରୁନି ଏ ଜିନିଷ। ତୋତେ ବେଡ଼୍ରେ କେମିତି ଶୁଆ ହେଉଛି? ବେଡ଼୍ ମିଳୁନଥିଲା 4 ଘଣ୍ଟା ପର୍ଯ୍ୟନ୍ତ। ତୁ ଜଣେ ନାରୀ ନେତ୍ରୀ ହେଇ ମଧ୍ୟ, ଜଣେ କ୍ୟାଣ୍ଡିଡେଟ୍, ସିଲେକ୍ଟେଡ୍ ଇଲେକ୍ଟେଡ୍ କ୍ୟାଣ୍ଡିଡେଟ୍ ହେଇ ମଧ୍ୟ ତୋତେ 20 ଲୋକ ଘେରିକି ରହିଛନ୍ତି ନଜରବନ୍ଦୀ କରିକି। ତୁ କ'ଣ କରିଥିଲୁ ମା? ଦାଗି ହେଇଛୁ କି? ନା କାହାର ମର୍ଡର କରିଥିଲୁ? କାହିଁକି ତୋତେ ଏମିତି ଘେରିଛନ୍ତି ଏମାନେ? କେଉଁ ଜନ୍ମର ପାପ ତୁ ଭୋଗୁଛୁ? ଏ 2 ବର୍ଷରେ ହେଇଥିବା ପାପ ପାଇଁ ଭୋଗୁଛୁ କି? ଆପଣମାନେ ବି ସମସ୍ତେ ଚିନ୍ତା କରନ୍ତୁ ଆଜ୍ଞା। 2 ବର୍ଷରେ ଆମେ ବହୁତ ବଡ଼ ଭୁଲ କରିଦେଲେ କି? ବହୁତ ବଡ଼ ଭୁଲ କରିଦେଲେ ଆମେ। ଠିକ୍ ଭୁଲ କରିଦେଲେ। ଶଙ୍ଖ ଧ୍ୱନି ଦରକାର। ମହାଭାରତରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭଗବାନ ଶ୍ରୀକୃଷ୍ଣ ଯେମିତି ଶଙ୍ଖ ବଜେଇକି ମହାଭାରତ ଯୁଦ୍ଧର ଅୟମ ଆରମ୍ଭ କରିଥିଲେ, ସେମିତି ଦରକାର। ଶଙ୍ଖ ବାଜିବା ନିହାତି ଦରକାର। ବିଜେଡ଼ି ଆସିବା ନିହାତି ଦରକାର। ନାରୀ ସଶକ୍ତିକରଣ ହେବା ଦରକାର। ମିଶନ ଶକ୍ତି, ମୁଁ ନାଁ ଶୁଣିଛି, ଆମ ଘର ସାମ୍ନାରେ ଅଛି ମିଶନ ଶକ୍ତି। ହେଲେ
ନାରୀ ସୁରକ୍ଷିତ ନୁହଁ, ଯେଉଁଟା ମୁଁ କେବେ ଭାବିନଥିଲି, ଯେଉଁଟା କେବଳ ବେଙ୍ଗଲରେ ହେଉଥିଲା, ଆସାମ ନାଗାଲ୍ୟାଣ୍ଡରେ ହେଉଥିଲା, ବିହାରରେ କିଛି କେତେ ବର୍ଷ ତଳେ ହେଇଥିଲା, ଯେତେବେଳେ ଆମେ ଜନ୍ମ ହେଇନଥିଲେ, ଓଡ଼ିଶାରେ ମୁଁ କେବେ ଭାବିନଥିଲି ଏମିତି ଆଖି ଦୃଶିଆ। ଯଦି ଆଖି ସାମ୍ନାରେ ଏସବୁ ଜିନିଷ ହେଇଯାଇ ପାରୁଛି, ଭିତରେ ଭିତରେ କ'ଣ ନ ହେଉଥିବ। ଶୁଣିବାକୁ କେହି ନାହିଁ, ଜଙ୍ଗଲରାଜ, ଅରାଜକତା ବ୍ୟାପି ଯାଇଛି, ଅରାଜକତା, କୌଣସି ଜିନିଷର ଠିକ୍ ଠାକ୍ ନାହିଁ। ଆଉ କ'ଣ କୁହାଯାଇପାରିବ? ଭାଷା ତ ଆମେ କହିପାରିବୁନି, ଆମ ସଂସ୍କୃତିରେ ନାହିଁ, ଆମ ସଂସ୍କାରରେ ନାହିଁ। ହେ ରାମ, ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ, ରାଧା ରାଧା ରାଧା। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ।